ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ସାମ୍ନାକୁ ଏକ ସୂଚନା ଆସିଛି। ବଙ୍ଗୋପସାଗରରେ ପୁଣି ବାତ୍ୟା ସତର୍କ କଲା ପାଣିପାଗ ବିଭାଗ। ତେବେ ଚାଲନ୍ତୁ ଏହି ଖବର ଉପରେ ନଜର ପକାଇବା। ନଜର ପକାଇବା ପୂର୍ବରୁ ଯେଉଁମାନେ ବି ଆମ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆମ ଲାଟେଷ୍ଟ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ବଙ୍ଗୋପସାଗରରେ ଆସୁଛି ଏକ ବାତ୍ୟା। ନିକଟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ। ସାମୁଦ୍ରିକ ଝଡ଼ ଦାନାର ଦାରୁଣ କଷ୍ଟ ମନରୁ ଯାଇନଥିବା ବେଳେ ଏବେ ଆଉ ଏକ ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ IMD। ଭାରତୀୟ ପାଣିପାଗ ବିଭାଗରେ ପୂର୍ବାନୁମାନ ଅନୁଯାୟୀ ନଭେମ୍ବର 21 ତାରିଖରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବର ସମୁଦ୍ର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆ ପରେ 22-23 ତାରିଖରେ ଏହାର ଅଧିକ ତୀବ୍ର ହୋଇପାରେ ବୋଲି IMD ବିଭାଗ କହିଛି। ପାଣିପାଗକୁ ନେଇ ଏକ ବଡ଼ ସମସ୍ୟା। ବର୍ତ୍ତମାନ ରାଜ୍ୟରେ ଧାନ କଟା ଆରମ୍ଭ ହୋଇ ସାରିଥିବା ବେଳେ ପାଣିପାଗକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ 21 ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି IMD ବିଭାଗ ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା। ବଙ୍ଗୋପସାଗରରେ ଆସୁଛି ଏକ ଲଘୁଚାପ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବା ପାଣିପାଗ ବିଭାଗ କହିଛନ୍ତି। ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ 23 ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଲଘୁଚାପ ଗତି ଉତ୍ତର ପଶ୍ଚିମ ଦିଗରେ ରହିବ ବୋଲି କୁହାଯାଇଛି। ଆଉ 2 ଦିନ ପରେ ଅର୍ଥାତ୍ ନଭେମ୍ବର 21 ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର। ନଭେମ୍ବର 21 ଅର୍ଥାତ୍ ଗୁରୁବାର ଦିନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତାହା ସକ୍ରିୟ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ତେବେ ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଶ୍ରୀଲଙ୍କା ଓ ଦକ୍ଷିଣ ଭାରତ ଆସନ୍ତା ସପ୍ତାହ ମଧ୍ୟ ଭାଗରେ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବ୍ୟୁରୋ ରିପୋର୍ଟ, ବିଜୟଲକ୍ଷ୍ମୀ ନ୍ୟୁଜ୍।